ପିଲାମାନେ ସମସ୍ତେ ଭଲ ଅଛଟି? ପିଲାମାନେ ବିଗତ ଶ୍ରେଣୀରେ ଅଷ୍ଟମ ଶ୍ରେଣୀର ସାହିତ୍ୟ ସୁରଭି ବହିର ଆସ ଉତ୍କଳୀୟ କବିତାର ପ୍ରଥମ ଅଂଶଟିକୁ ଆମେ ଆଲୋଚନା କରିଥିଲା। ଆଜି ଆସ ଆମେ ଆସ ଉତ୍କଳୀୟ କବିତାର ଦ୍ୱିତୀୟ ଅଂଶକୁ ଆଲୋଚନା କରିବା, ଜାଣିବା ଓ ବୁଝିବା। ପିଲାମାନେ ଏହି ଅଂଶରେ ବୀର ଶହୀଦ ବକ୍ସି ଜଗବନ୍ଧୁ ଏବଂ ଚନ୍ଦନ ହଜୁରୀଙ୍କ ଅମ୍ଳାନ ସ୍ମୃତିଚାରଣ କରାଯାଇଛି। ଦେଶ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସେମାନେ ଆଜି ଅମର ହୋଇଯାଇଛନ୍ତି। ପିଲାମାନେ ଯଦିଓ ସେମାନେ ଶାରୀରିକ ଭାବେ ଏହି ସଂସାରରୁ ବିଦାୟ ନେଇଛନ୍ତି, ତଥାପି ସେମାନେ ସବୁଦିନ ପାଇଁ ଅମର ପଥଯାତ୍ରୀ ହୋଇ ରହିବେ। କାରଣ କବିଙ୍କ ଅନୁସାରେ ଏହି ମହାପୁରୁଷ ମାନଙ୍କର କୀର୍ତ୍ତି ଓ ସାହସିକତାର ଗାଥା କେବେ ବି ଶେଷ ହେବ ନାହିଁ। ସେମାନଙ୍କର ଯଶ ଏହି ଜଗତରେ କେବେ ମଳିନ ହେବ ନାହିଁ ବୋଲି ଏଠାରେ କବି କହିଛନ୍ତି। ତ ପିଲାମାନେ ଏହି ପଦ୍ୟାଂଶରେ ବକ୍ସି ଜଗବନ୍ଧୁ ଆଉ ଚନ୍ଦନ ହଜୁରୀଙ୍କ କଥା ହିଁ କୁହାଯାଇଛି। ପିଲାମାନେ କହିଲ ଦେଖି ଆମ ଦେଶ କେବେ ସ୍ୱାଧୀନ ହେଲା? ହଁ, କେଉଁ ମସିହାରେ ହୋଇଥିଲା? ହଁ, ବହୁତ ସୁନ୍ଦର। ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ହୋଇଥିଲା। କହିଲ ଦେଖି ଏହି ଚିତ୍ରରେ ତୁମେମାନେ କଣ ଦେଖୁଛ? ହଁ, ଜଣେ ସେନାପତି ତାଙ୍କ ସୈନ୍ୟମାନଙ୍କୁ ନେଇ ସଂଗ୍ରାମ କରୁଛନ୍ତି। କିଛି ସ୍ତ୍ରୀ ଲୋକମାନେ ରାଲି କରୁଛନ୍ତି। ଆଉ କଣ ଦେଖୁଛ? ଆଚ୍ଛା, ଜଣେ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ ପଢ଼ାଉଛନ୍ତି। ଲୋକମାନେ ସୂତା କାଟୁଛନ୍ତି ଏବଂ ଅନ୍ୟ କିଛି ଲୋକ ତାଙ୍କ ପାଖରେ ବସିଛନ୍ତି। ଆଉ ଦୁଇ ଜଣ ଲୋକ ପରସ୍ପରକୁ ନମସ୍କାର କରୁଛନ୍ତି। ଆଉ କଣ ଦେଖୁଛ? ହଁ, ପିଲାଟିଏ ଡଙ୍ଗାରେ ଛିଡ଼ା ହୋଇଛି। ତାକୁ ସୈନିକମାନେ ଗୁଳି ମାରୁଛନ୍ତି। ଆଚ୍ଛା, କହିଲ ଦେଖି ଡଙ୍ଗାରେ ଥିବା ପିଲାଟି କିଏ? ହଁ, ଅତି ସୁନ୍ଦର। ପିଲାଟି ହେଉଛି ବାଜି ରାଉତ। ଆଚ୍ଛା ପିଲାମାନେ, ତୁମେ ଜାଣିଛ ଯାହାର ଚରଣ ବାରିଧି ଧୁଏ, ଯାହାର ମସ୍ତକରେ ହିମାଳୟ ମୁକୁଟ ସାଜିଛି, ଯାହାର ମାଟିରେ ସୁନା ଫଳେ, ଯାହାକୁ ସମ୍ପୂର୍ଣ୍ଣ ବିଶ୍ୱ ସୁନାର ଚଢ଼େଇ ବୋଲି କୁହେ, ଯେଉଁ ମାଟିରେ ଅନେକ ଜ୍ଞାନୀ ଗୁଣୀ ସନ୍ଥ ବୀରପୁରୁଷ ମାନଙ୍କର ଜନ୍ମ, ସେଇ ଭାରତବର୍ଷ ଆମରି ମା। ଦିନେ ସୁଖ ସମୃଦ୍ଧରେ ଭାବେ ସାରା ବିଶ୍ୱରେ ପରିଚିତ ଥିଲା। ଏହି ସୁଖ ଓ ସମୃଦ୍ଧି ଓ ଅସଂଖ୍ୟ ଧନ ସମ୍ପତ୍ତି ଗୋରା ଇଂରେଜ ମାନଙ୍କୁ ଆମ ଆଡ଼କୁ ଆକର୍ଷିତ କରିଥିଲା। ଲୋଭର ବଶବର୍ତ୍ତୀ ହୋଇ ଗୋରା ଇଂରେଜମାନେ ଛଳ କରି ବ୍ୟବସାୟ କରିବା ଆଳରେ ଆସି ଆମ ଦେଶର ସରଳ ଓ ନିରୀହ ଲୋକମାନଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲେ। ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଚୁରମାର କରିଦେଇଥିଲେ। ଆମ ଦେଶର ଲୋକମାନଙ୍କ ମଧ୍ୟରେ ଜାତିକୁ ନେଇ ଭେଦଭାବ ମଧ୍ୟ ସୃଷ୍ଟି କରିଥିଲେ। ମାତ୍ର ଆମ ଦେଶର ବୀରପୁରୁଷମାନେ ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ଏଥିରେ ସେ ତାଙ୍କ ଜୀବନକୁ ମଧ୍ୟ ଉତ୍ସର୍ଗ କରିଦେଇଥିଲେ। କେତେକ ସଂଗ୍ରାମୀ ନିଜର ପ୍ରାଣକୁ ମଧ୍ୟ ଏହି ସଂଗ୍ରାମରେ ଆହୁତି ଦେଇଥିଲେ। ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ କରୁଥିବା ଏହି ସଂଗ୍ରାମୀମାନେ ନିଜ ଜୀବନକୁ ଆମ ଦେଶ ପାଇଁ, ଆମ ଜାତି ପାଇଁ ଉତ୍ସର୍ଗ କରିଥିଲେ। ଏଥିରେ ଆମ ଓଡ଼ିଶାର ମଧ୍ୟ ଅନେକ ବୀରପୁରୁଷମାନେ ଯୋଗଦାନ ଦେଇଥିଲେ ଓ ଏହି ସଂଗ୍ରାମର ଅଂଶୀଦାର ହୋଇଥିଲେ। ଆଚ୍ଛା ପିଲାମାନେ କହିଲ ଦେଖି ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଯେଉଁ ବୀର ସୁପୁତ୍ରଙ୍କ ଅବଦାନ ରହିଛି, ସେମାନଙ୍କ ନାମ କଣ? ହଁ,
ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ବହୁତ ବୀର ସୁପୁତ୍ରଙ୍କର ଅବଦାନ ରହିଛି, ଯେଉଁମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ମୁଖ୍ୟ ସଂଗ୍ରାମୀମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ବାଜି ରାଉତ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ଜୟୀରାଜୀ ଗୁରୁ, ଲକ୍ଷ୍ମଣ ନାୟକ ଏମାନେ ପ୍ରମୁଖ ଥିଲେ। ଆଚ୍ଛା ପିଲାମାନେ କହିଲ ଦେଖି, ସ୍ୱାଧୀନତା ସଂଗ୍ରାମୀରେ ଅନେକ ନାରୀ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ତାଙ୍କ ମଧ୍ୟରୁ ଜଣଙ୍କର ନାମ କହିଲ ଦେଖି। ହଁ, ତାଙ୍କ ମଧ୍ୟରୁ ଜଣେ ହେଲେ ରମାଦେବୀ ଚୌଧୁରୀ। ସେ ମଧ୍ୟ ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆଚ୍ଛା ପିଲାମାନେ କହିଲ, ଏଇ ଫଟୋ ଚିତ୍ରରେ ତୁମେ ମାନେ କଣ ଦେଖୁଛ? ହଁ, ଏଇ ଫଟୋ ଚିତ୍ରରେ ଜଣେ ପତାକା ଧରି ଉଡଉଛି ଏବଂ ତୁମ ଭଳି ସମସ୍ତ ଛୋଟ ପିଲାମାନେ ଆମ ଜାତୀୟ ପତାକାକୁ ସମ୍ମାନ ଦେଇ ସେଲ୍ୟୁଟ କରୁଛନ୍ତି। ଆଚ୍ଛା ତୁମେ ମାନେ ବି ଜାତୀୟ ପତାକାକୁ ସେଲ୍ୟୁଟ କର କି ନାହିଁ? ହଁ, ତୁମେ ପରା ଆମ ସୁନା ପିଲା, ତୁମେ ବହୁତ ଭଲ ପିଲା। ତୁମେ ମାନେ ସବୁବେଳେ ଆମ ଜାତୀୟତା ପତାକାକୁ ସେଲ୍ୟୁଟ କର ଏବଂ ଜାତୀୟତା ମନୋଭାବ ରଖ। ମୁଁ ଜାଣିଛି ପରା ତୁମେ ମାନେ ଆମ ସୁନା ପିଲା। ପିଲାମାନେ ଚାଲ ଏବେ ତମକୁ ମୁଁ ଏଇ କବିତାର ଦୁଇଟି ପଦ୍ୟାଂଶକୁ ଗାଇବି ଏବଂ ମୁଁ ଗାଇବା ପରେ ତୁମେ ମାନେ ମୋ ସହିତ ଏଇ କବିତାର ପଦ୍ୟାଂଶ ଗୁଡ଼ିକ ଗାଇବ, ହେଲା? ଚାଲ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ଅତି ସୁନ୍ଦର, ବହୁତ ଭଲ ଭାବରେ ଗୀତଟିକୁ ଗାଇଲ। ଆଚ୍ଛା ପିଲାମାନେ କହିଲ ଦେଖି, ତୁମେ ଫଟୋରେ କାହାକୁ ଦେଖୁଛ? ନାଇଁ, ବୁଟ, ଇଏ ବୀର ସୁରେନ୍ଦ୍ର ସାଏ ନୁହନ୍ତି। ଆଚ୍ଛା କୁହ ଦେଖିଆ ଇଏ କିଏ ଚିହ୍ନ ପିଲାମାନେ? ନାଇଁ, ଇଏ ବୀର ସୁରେନ୍ଦ୍ର ସାଏ ନୁହନ୍ତି, ଇଏ ହେଉଛନ୍ତି ବକ୍ସି ଜଗବନ୍ଧୁ। ସେଇ ବକ୍ସି ଜଗବନ୍ଧୁ ଯିଏକି 1773 ମସିହାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଥିଲା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ସେ ଖୋର୍ଦ୍ଧାର ରାଜାଙ୍କର ସେନାପତି ଥିଲେ ଏବଂ 1817 ମସିହାରେ ଓଡ଼ିଶାର ପାଇକ ବିଦ୍ରୋହ ଆରମ୍ଭ ହେଲା। এই ପାଇକ ବିଦ୍ରୋହରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। এই ପାଇକ ବିଦ୍ରୋହ ଓଡ଼ିଶାର ପ୍ରଥମ ବଡ଼ ବିଦ୍ରୋହ ଥିଲା, ଯାହା ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିଲା। ସେହି ସମୟରେ ଖୋର୍ଦ୍ଧାର ପାଇକମାନେ କୃଷକ ଓ ସେନାରେ କାମ କରୁଥିଲେ। ସେମାନେ ଅତ୍ୟନ୍ତ ସାହସୀ ଓ ବୀର ଥିଲେ। ଇଂରେଜମାନେ ଅତ୍ୟଧିକ କର ଆଦାୟ ସହ କୃଷକ ଓ ସିପାହୀମାନଙ୍କୁ ଆବଶ୍ୟକୀୟ ମିଳୁଥିବା ସୁବିଧା ସୁଯୋଗ ନ ଦେବାରୁ ପାଇକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ବକ୍ସି ଜଗବନ୍ଧୁ
ପାଇକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ପାଇକ ବିଦ୍ରୋହର ପ୍ରମୁଖ ନେତା ଭାବେ ସାମିଲ ହୋଇଥିଲେ। ତାଙ୍କ ନେତୃତ୍ୱରେ ପାଇକମାନେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ। ଆଚ୍ଛା ପିଲାମାନେ କହିଲ ଦେଖି ପାଇକ ବିଦ୍ରୋହ କେବେ ହୋଇଥିଲା? ଭେରି ଗୁଡ୍। ପାଇକ ବିଦ୍ରୋହ 1817 ମସିହାରେ ହୋଇଥିଲା। ଆଚ୍ଛା ଏବେ କହିଲ ବକ୍ସି ଜଗବନ୍ଧୁଙ୍କ ପୁରା ନାମ କଣ ଥିଲା? ଭେରି ଗୁଡ୍। ବକ୍ସି ଜଗବନ୍ଧୁଙ୍କ ପୁରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଥିଲା। ଇଂରେଜମାନଙ୍କ ବିରୁଦ୍ଧରେ ଓଡ଼ିଶାରେ ହୋଇଥିବା ବଡ଼ ବିଦ୍ରୋହର ନାମ କଣ କୁହ ତ? ଓଡ଼ିଶାର ପ୍ରଥମ ବଡ଼ ବିଦ୍ରୋହ ଯୋଉଟା ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିଲା। ଅତି ସୁନ୍ଦର, ଠିକ କହିଛ ତୁମେ। ତାହା ହେଲା ପାଇକ ବିଦ୍ରୋହ। କହିଲ ପିଲେ ଏଇ ଫଟୋରେ ତୁମେ କାହାର ଚିତ୍ରକୁ ଦେଖୁଛ? ହଁ ଠିକ କହିଛ, ଏହା ଚନ୍ଦନୀ ହଜୁରୀଙ୍କ ଫଟୋ ଚିତ୍ର ଅଟେ। ଚନ୍ଦନ ହଜୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ସହ ଜଣେ ତୀବ୍ର ଓ ବିଚକ୍ଷଣ ସିପାହୀ ମଧ୍ୟ ଥିଲେ। ସେ ଖଣ୍ଡା ଯୁଦ୍ଧ, ମୁଷ୍ଟିଯୁଦ୍ଧ, କୁସ୍ତି ଯୁଦ୍ଧରେ ମହାରତ ହାସଲ କରିଥିଲେ। 1857 ମସିହାରେ ଯେତେବେଳେ ସିପାହୀମାନଙ୍କୁ ଇଂରେଜମାନେ ଆବଶ୍ୟକୀୟ ଅଧିକାରରୁ ନିବୃତ୍ତ କଲେ, ସେତେବେଳେ ଓଡ଼ିଶାରେ ପୁଣି ଏକ ତୀବ୍ର ବିଦ୍ରୋହ କରାଳ ରୂପ ନେଇଥିଲା, ଯାହାର ନାମ ଥିଲା ସିପାହୀ ବିଦ୍ରୋହ। ପୁରୀର ଏକ ସ୍ଥାନରେ ଏହି ବିଦ୍ରୋହ ଅତ୍ୟନ୍ତ ମାତ୍ରାରେ ପ୍ରଭାବିତ ହୋଇଥିଲା। ଏହାର ତୀବ୍ରତା ଅତ୍ୟଧିକ ବଢ଼ିବାରେ ଲାଗିଥିଲା, କାରଣ ଏହାର ନେତୃତ୍ୱ ନେଇଥିଲେ ଆମର ବୀରପୁରୁଷ ଚନ୍ଦନ ହଜୁରୀ। ଚନ୍ଦନ ହଜୁରୀଙ୍କ ନେତୃତ୍ୱରେ ଏହା ପୁରୀରେ କାର୍ଯ୍ୟକାରୀ ହୋଇଥିଲା। ଏହି ବିଦ୍ରୋହର ମୁଖ୍ୟ ଅଂଶ ଥିଲେ ଚନ୍ଦନ ହଜୁରୀ। ଆଚ୍ଛା ପିଲାମାନେ ଏବେ କହିଲ ଦେଖି, ତୁମକୁ କିଛି ପ୍ରଶ୍ନ ପଚାରୁଛି, ତାର ଉତ୍ତର ମତେ ଦିଅ। ତୁମେ ତ ସବୁ ସୁନା ପିଲା, ବଢିଆ ବଢିଆ ଉତ୍ତର ଦେଇ ଦଉଛ। ୟା ବିଷୟରେ କିଛି ପ୍ରଶ୍ନ ପଚାରୁଛି, ତୁମେ ମତେ ତାର ଉତ୍ତର ସବୁ କୁହ। ଚନ୍ଦନ ହଜୁରୀ ଜଣେ କଣ ଥିଲେ? ଅତ୍ୟଧିକ ସୁନ୍ଦର, ଚନ୍ଦନ ହଜୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆଚ୍ଛା କହିଲ ସେ କେଉଁ କେଉଁ ବିଦ୍ୟା ଜାଣିଥିଲେ, କେଉଁ କେଉଁ ଯୁଦ୍ଧ ବିଦ୍ୟାରେ ସେ ମହାରତ ହାସଲ କରିଥିଲେ? ହଁ, ସେ ମୁଷ୍ଟି ଯୁଦ୍ଧରେ ମହାରତ ହାସଲ କରିଥିଲେ। ଆଉ କୋଉଥିରେ ମହାରତ ହାସଲ କରିଥିଲେ? ଭେରି ଗୁଡ୍। ସେ କୁସ୍ତି ଯୁଦ୍ଧ ଏବଂ ଖଣ୍ଡା ଯୁଦ୍ଧରେ ମହାରତ ହାସଲ କରିଥିଲେ। ଆଚ୍ଛା ପିଲାମାନେ କହିଲ ଦେଖି 1857 ମସିହାରେ ଓଡ଼ିଶାରେ କେଉଁ ବିଦ୍ରୋହ ହୋଇଥିଲା? ହଁ, 1857 ମସିହାରେ ଓଡ଼ିଶାରେ ସିପାହୀ ବିଦ୍ରୋହ ହୋଇଥିଲା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ। ପିଲାମାନେ ଆସ ଏଇ କବିତାଟିର ସାରାଂଶଟିକୁ ଜାଣିବା, ଏଇ ପଂକ୍ତିଟିର ସାରାଂଶଟିକୁ ଜାଣିବା। ଏଠାରେ କବି କହିଛନ୍ତି ଯେ ବକ୍ସି ଜଗବନ୍ଧୁ ଏବଂ ଚନ୍ଦନ ହଜୁରୀ ଆଉ ଏ ଦୁନିଆରେ ନାହାନ୍ତି। ସେମାନେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ସେମାନଙ୍କର ତ୍ୟାଗ ଏବଂ ଦେଶ ପାଇଁ ଅବଦାନ ହେତୁ ସେମାନେ ଆଜି ଇତିହାସରେ ଅମର ହୋଇ ରହିଛନ୍ତି। ସେମାନଙ୍କ ନାମ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିଛି। ତାପର ପଂକ୍ତିରେ କବି କହିଛନ୍ତି, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପର ତାହା ଜଗତେ। ଏଇ ପଂକ୍ତିଟିର ଅର୍ଥ ହେଉଛି
ସେମାନେ ଚାଲି ଯାଇଛନ୍ତି, ସେମାନେ ଆଉ ଏ ଦୁନିଆରେ ନାହାନ୍ତି ସତ, ସେମାନେ ଚାଲି ଯାଇଥିଲେ ମଧ୍ୟ ସେମାନଙ୍କର ଖ୍ୟାତି ବା ଯଶ କେବେ ବି ପୁରୁଣା ହେଇନି, କେବେ ବି କମ୍ ହୋଇନି। ସେମାନଙ୍କର ଖ୍ୟାତି ବା ଯଶ ସର୍ବଦା ଆମ ଦେଶବାସୀଙ୍କ ହୃଦୟରେ ରହିଅଛି। ସେମାନଙ୍କ ଦେଶ ପ୍ରେମ ଏବଂ ବଳିଦାନ ପାଇଁ ସେମାନେ ସାରା ଜଗତରେ ଚିରକାଳ ପାଇଁ ଅମଳିନ ହୋଇ ରହିବେ ଏବଂ ଏବେ ମଧ୍ୟ ଦେଶବାସୀଙ୍କ ହୃଦୟରେ ରହିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ପଦଟି ଦର୍ଶାଏ ଯେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ବୀରମାନେ ମରି ମଧ୍ୟ ଅମର ଏବଂ ସେମାନଙ୍କ ଗୌରବ ଗାଥା ସବୁଦିନ ପାଇଁ ଜଗତରେ ଅକ୍ଷୁର୍ଣ୍ଣ ରହିବ। ଆଚ୍ଛା ପିଲାମାନେ, ଆସ ଆଉ କିଛି ପ୍ରଶ୍ନର ଉତ୍ତର କହିବା। ତମେ ତ କେତେ ବଢ଼ିଆ ପିଲା, ସବୁ ପ୍ରଶ୍ନର ଉତ୍ତର ବଢ଼ିଆ ଭାବେ ଦେଉଛ। ଆଚ୍ଛା, ଏବେ ମୁଁ ତମକୁ କିଛି ପ୍ରଶ୍ନ ପଚାରିବି, ତମେ ମୋତେ ତାର କିଛି ଉତ୍ତର ଦେବ ହେଲା। ଆଚ୍ଛା ପିଲେ, କହିଲ ଦେଖି ଏହି ପଦ୍ୟାଂଶରେ କେଉଁ ଦୁଇ ଜଣ ମହାନ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଛି? କୁହ କୁହ, କିଏ କହିବ କୁହ? ହଁ, ଏହି ପଦ୍ୟାଂଶରେ ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ ଏହି ଦୁଇ ଜଣ ମହାନ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଅଛି। ଆଚ୍ଛା କହିଲ, ବୀର ସଂଗ୍ରାମୀ ମାନେ କେଉଁ ପଥରେ ଗଲେଣି ବୋଲି କୁହାଯାଇଛି? ହଁ, ଠିକ ଉତ୍ତର। ବୀର ସଂଗ୍ରାମୀ ମାନେ ଅମର ପଥରେ ଗଲେଣି ବୋଲି କବିତାରେ କୁହାଯାଇଛି। ଗଲେଣି ଉଭେଇ ଅମର ପଥେ, ଏହାର ଅର୍ଥ କଣ କହିଲ? ହଁ, ଏହାର ଅର୍ଥ ହେଉଛି ସେଇ ମହାନ ପୁରୁଷମାନେ ମୃତ୍ୟୁବରଣ କରିସାରିଛନ୍ତି ସତ, କିନ୍ତୁ ସେମାନଙ୍କର କର୍ମ, ସେମାନଙ୍କର ଅମର କୀର୍ତ୍ତି ଆଜି ପର୍ଯ୍ୟନ୍ତ ମଧ୍ୟ ଅମର ହୋଇ ରହିଅଛି। ଆଚ୍ଛା ପିଲାମାନେ, ଯଶ ଶବ୍ଦର ଅର୍ଥ କଣ? ହଁ, ଯଶ ଶବ୍ଦର ଅର୍ଥ ହେଉଛି ଖ୍ୟାତି ବା ପ୍ରସିଦ୍ଧି। ଆଚ୍ଛା ପିଲାମାନେ, ଯଶ ଶବ୍ଦ ଲଗେଇ ଗୋଟିଏ ବାକ୍ୟ ଗଠନ କଲ ଦେଖିବା। ଆଚ୍ଛା ପିଲାମାନେ, ଯଶ ଶବ୍ଦ ଲଗାଇ ଏକ ବାକ୍ୟ ଗଠନ କୁହ ତ। ହଁ, ଯଶ ଶବ୍ଦର ଲଗେଇ ତମେ ଠିକ ବାକ୍ୟ ଗଠନ କରିଛ। ଆମେ ସଦା ସର୍ବଦା ଦେଶ ଲାଗି ଜୀବନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିବା ଏବଂ ଦେଶରେ ଯଶକୁ ସୁବର୍ଣ୍ଣ ଅକ୍ଷରରେ ଲେଖିବା ପାଇଁ ସର୍ବଦା ଚେଷ୍ଟା କରିବା। ସେମାନଙ୍କ ଯଶ କିପରି ରହିବ? ସେମାନଙ୍କ ଯଶ ଜଗତରେ ଅମଳିନ ରହିବ ବୋଲି କବି ଉତ୍ତରରେ ନିଜେ କହିଛନ୍ତି। ସେ ଯେଉଁମାନଙ୍କ ଯଶ କେବେ ହେଲେ ମଳିନ ପଡ଼େ ନାହିଁ, ବରଂ ସବୁଦିନ ପାଇଁ ଜଗତରେ ଉଜ୍ଜଳ ହୋଇ ରହିବ। ଆଚ୍ଛା ପିଲାମାନେ କହିଲ, ଏଠି ସେମାନେ କିଏ? କୋଉମାନଙ୍କର ଯଶ କଥା ଏଠାରେ କୁହାଯାଇଛି? ହଁ, ସେମାନେ ହେଉଛନ୍ତି ବକ୍ସି ଜଗବନ୍ଧୁ ଏବଂ ଚନ୍ଦନ ହଜୁରୀ। ବା, ସୁନା ପିଲାମାନେ, ସବୁ ପ୍ରଶ୍ନର କେତେ ସୁନ୍ଦର ସୁନ୍ଦର ଉତ୍ତର ଦଉଛ। ଆଚ୍ଛା କୁହ ତ, ପଦ୍ୟାଂଶ ଅନୁସାରେ ଜଗତରେ କାହାକୁ ଅମଳିନ ବୋଲି କୁହାଯାଇଛି? ମହାନ ବ୍ୟକ୍ତିମାନଙ୍କ ଯଶ ବା କୀର୍ତ୍ତିକୁ ପଦ୍ୟାଂଶରେ ଅମଳିନ ବୋଲି କୁହାଯାଇଅଛି। ଆଚ୍ଛା ପିଲାମାନେ କହିଲ, ମଳିନ ଶବ୍ଦର ବିପରୀତ ପଦ୍ୟାଂଶଟି କଣ ହେବ? ମଳିନ ମାନେ କଣ? ପୁରୁଣା, ଯୋଉଟା ପୁରୁଣା ନୁହେଁ, ନୂଆ। କିନ୍ତୁ ତାର ବିପରୀତ ପଦ୍ୟାଂଶଟି କଣ ହବ କୁହ ତ? ହଁ, ମଳିନ ଶବ୍ଦର ବିପରୀତ ପଦ୍ୟାଂଶଟି ହେଉଛି ଅମଳିନ। ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ପଢ଼ି ସେଗୁଡ଼ିକ ସତ କିମ୍ବା ମିଛ ଚିହ୍ନଟ କରି କହିବ ହେଲା। ମୁଁ ବାକ୍ୟ ଗୁଡ଼ିକ ପଢ଼ିବି, ତୁମେ ଦେଖିବ ଏବଂ ଦେଖିକି କହିବ ସତ କି ମିଛ।
ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ ଅମର ପଥେ ଚାଲି ଯାଇଛନ୍ତି। ଠିକ ହବ କି ଭୁଲ ହେବ? କଥାଟା ସତ କି ମିଛ? ସତ ଥିଲେ ଠିକ କହିବ, ମିଛ ଥିଲେ ମିଛ କହିବ ବା ଭୁଲ କହିବ। ହଁ, ବିଲକୁଲ ଠିକ। ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ ଅମର ପଥେ ଚାଲି ଯାଇଛନ୍ତି, এই କଥାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ। এই ମହାନ ବ୍ୟକ୍ତିମାନଙ୍କ ଯଶ କେବେ ମଳିନ ହେବ ନାହିଁ। ଆଚ୍ଛା କୁହ। ହଁ, ଭେରି ଗୁଡ। এই ମହାନ ବ୍ୟକ୍ତିମାନଙ୍କ ଯଶ କେବେ ମଳିନ ହେବ ନାହିଁ, এই କଥାଟି ସମ୍ପୂର୍ଣ୍ଣ ଭାବରେ ଠିକ ଅଛି। କବିଙ୍କ ଅନୁସାରେ ସେମାନଙ୍କ କୀର୍ତ୍ତି ଏହି ଜଗତର ଅଳ୍ପ ଦିନ ପାଇଁ ରହିବ। କଥାଟି ଠିକ କି ଭୁଲ? ସମ୍ପୂର୍ଣ୍ଣ ଭାବରେ ଭୁଲ ଉତ୍ତର। କାରଣ କବି ଏଠାରେ କବିତାରେ କହିଛନ୍ତି ଯେ ସେମାନଙ୍କ କୀର୍ତ୍ତି ଜଗତରେ ଅମଳିନ ରହିବ, ଅର୍ଥାତ୍ ବହୁତ ଦିନ ପର୍ଯ୍ୟନ୍ତ ରହିବ, କେବେ ବି ଲିଭିବ ନାହିଁ। ଠିକ ଉତ୍ତର ଦେଇଛ। ଆଚ୍ଛା ଚାଲ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଦିଅ। ଚନ୍ଦନ ହଜୁରୀ ଜଣେ ସାଧାରଣ ବ୍ୟକ୍ତି ଥିଲେ ଯାହାକୁ କେହି ଜାଣନ୍ତି ନାହିଁ। ବିଲକୁଲ ଠିକ ଉତ୍ତର ଦେଇଛ। ଏଟା ଭୁଲ ହବ। ଆରେ ଚନ୍ଦନ ହଜୁରୀ କଣ ଜଣେ ସାଧାରଣ ବ୍ୟକ୍ତି ଥିଲେ? ଆମେ ବା କବିତାରେ ଆଉ କିଛି ସମୟ ପୂର୍ବରୁ ପଢିଲେ ଚନ୍ଦନ ହଜୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଭେରି ଗୁଡ। ଆଚ୍ଛା ପିଲାମାନେ, ତୁମ ପାଇଁ କିଛି କାମ ଦଉଛି। ତୁମେ ତ କେତେ ବଢିଆ ପିଲା, ସବୁ ପାଠ କହିଦଉଛ, ସବୁ ଉତ୍ତର କହିଦଉଛ। ତମ ପାଇଁ କିଛି କାମ ଦଉଛି, ତୁମେ ସେ କାମ କିଛି କରିକି ଆଣିଥିବ ହେଲା। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।